ର ଓଡ଼ିଆ ଅନୁବାଦ। ପ୍ରଥମ ପ୍ରଶ୍ନ, ପ୍ରିୟ ଭଗବାନ, ଏହି କାର୍ଯ୍ୟର ଲକ୍ଷ୍ୟ କ'ଣ? ଶ୍ରୀ ଭଗବାନଙ୍କ ଉତ୍ତର, ଏହି କାର୍ଯ୍ୟର ଲକ୍ଷ୍ୟ ହେଉଛି ସୁବର୍ଣ୍ଣ ଯୁଗକୁ ଆଣିବା। ସୁବର୍ଣ୍ଣ ଯୁଗ କ'ଣ? ଏହି ସୁବର୍ଣ୍ଣ ଯୁଗରେ ଲୋକମାନେ ଈଶ୍ୱରଙ୍କ ସହିତ ରହିପାରିବେ ଏବଂ କଥାବାର୍ତ୍ତା କରିପାରିବେ। ଯେତେବେଳେ ଏହା ଘଟିବ, ଏହା ଏହି ଗ୍ରହକୁ ଏବଂ ଗ୍ରହରେ ବାସ କରୁଥିବା ସମସ୍ତଙ୍କୁ ରକ୍ଷା କରିବ। ପିମ୍ପୁଡ଼ି ଠାରୁ ହାତୀ ପର୍ଯ୍ୟନ୍ତ, ଘାସଠାରୁ ଗଛ ପର୍ଯ୍ୟନ୍ତ ସମସ୍ତଙ୍କୁ ସାହାଯ୍ୟ କରାଯିବ। ଯଦି ମନୁଷ୍ୟ ଏହି ସ୍ତରକୁ ଯାଇପାରିବ, ସବୁ ଜୀବନ୍ତ ସତ୍ତା ସାହାଯ୍ୟ ପାଇପାରିବେ। ତାହା ହେଉଛି ସୁବର୍ଣ୍ଣ ଯୁଗ। ଏହି ଯୁଗରେ ମାଂସାଶୀ ଜୀବଜନ୍ତୁମାନେ ଶାକାହାରୀ ହୋଇଯିବେ। ଚୈତନ୍ୟର ପରିବର୍ତ୍ତନର ପରିମାଣ ସ୍ୱରୂପ ଏହା ଘଟିବ। ଯେତେବେଳେ ଆପଣ ଈଶ୍ୱରଙ୍କ ସହିତ ଚାଲନ୍ତି ଓ କଥାବାର୍ତ୍ତା କରନ୍ତି, ଆପଣଙ୍କର ସମଗ୍ର ଚୈତନ୍ୟରେ ପରିବର୍ତ୍ତନ ଆସେ। ଆପଣ ଆଉ ସେହି ସତ୍ତା ହୋଇ ରୁହନ୍ତି ନାହିଁ। ଆମେ ଏହା ହିଁ କରିବାକୁ ଚେଷ୍ଟା କରୁଛୁ। ଏହା ଭଲରେ କହି ହୁଏ, କିନ୍ତୁ ଆମେ ଏହାକୁ କିପରି କରିବୁ? ଯେତେବେଳେ ଆପଣଙ୍କର ମୃତ୍ୟୁ ହୁଏ, ସେତେବେଳେ କ'ଣ ହୁଏ? ଆପଣ ଶ୍ରୀ ପରମ କରୁଣା ପରମ ଜ୍ୟୋତିଙ୍କ ଆଗରେ ଠିଆ ହୁଅନ୍ତି ଏବଂ ଆପଣଙ୍କ ଜୀବନର ସମୀକ୍ଷା ହୁଏ। ଏହା ପରେ ଆପଣ କେଉଁଠାକୁ ଯିବେ ସ୍ଥିର କରାଯାଏ। ଆପଣ ଏହି ଗ୍ରହକୁ ଫେରିବେ କି ଅନ୍ୟ କେଉଁ ଗ୍ରହକୁ ଯିବେ, କିମ୍ବା ଅନ୍ୟ କୌଣସି ଲୋକକୁ ଯିବେ, କିମ୍ବା ଶ୍ରୀ ପରମଜ୍ୟୋତିଙ୍କ ଭିତରକୁ ଯିବେ, ତାହା ନିର୍ଦ୍ଧାରିତ ହୁଏ। ମନେ କରନ୍ତୁ, ଆପଣ ଆପଣଙ୍କର କୁଳ ଦେବତା ବା ଇଷ୍ଟ ଦେବତାଙ୍କୁ ପୂଜା କରି ଆସୁଛନ୍ତି। ଆପଣ ଶ୍ରୀ ପରମଜ୍ୟୋତିଙ୍କ ଭିତରକୁ ଯିବାର ଅଧିକ ସମ୍ଭାବନା ଅଛି। ଯଦି ଆପଣ ଜଣେ ବୌଦ୍ଧ ଧର୍ମାବଲମ୍ବୀ କିମ୍ବା ଜଣେ ଅଦ୍ୱୈତ ବା ଆଦି ଶଙ୍କରଙ୍କର ଅନୁଗାମୀ, ଯେତେବେଳେ ଆପଣ ପରମ ଜ୍ୟୋତିଙ୍କୁ ଚାହିଁବେ, ସେ କିପରି ଦେଖାଯିବେ ଆପଣ ଜାଣିପାରିବେ। ପରମ ଜ୍ୟୋତି ବହୁତ ବଡ଼ ଦେଖାଯିବେ ଓ ତାଙ୍କ ଭିତରେ ଆପଣ ବିରାଟ ଶୂନ୍ୟତାକୁ ଦେଖିବେ। ସେହି ଶୂନ୍ୟତାକୁ ଆପଣ ଅବିଦ୍ୟମାନ ଓ ପରମ ଜ୍ୟୋତିଙ୍କୁ ବିଦ୍ୟମାନ କହିପାରିବେ। ଏହି ଦୁଇଟି ପରସ୍ପରର ବିରୋଧୀ, କିନ୍ତୁ ଶୂନ୍ୟତା ଭିତରେ ଆପଣ ପରମ ଜ୍ୟୋତିଙ୍କୁ ପାଇବେ। ଯେଉଁମାନେ ଈଶ୍ୱରଙ୍କୁ ପୂଜା କରି ଆସୁଛନ୍ତି ଏବଂ ସେମାନଙ୍କର ଇଷ୍ଟଦେବ ବା କୁଳଦେବ ଅଛନ୍ତି, ସେମାନଙ୍କ ପାଇଁ ଯେକୌଣସି ଜିନିଷ ଘଟିପାରେ। ସେମାନେ ପରମ ଜ୍ୟୋତିଙ୍କ ଭିତରକୁ ଯିବାର ଅଧିକ ସମ୍ଭାବନା ଅଛି। ପରମ ଜ୍ୟୋତିଙ୍କ ଭିତର କିପରି, ମୁଁ ପରେ କହିବି। ବୌଦ୍ଧ ଧର୍ମାବଲମ୍ବୀମାନେ ଏକ ବିରାଟ ଶୂନ୍ୟତାକୁ ଦେଖନ୍ତି। ଆଦି ଶଙ୍କର ଅଦ୍ୱୈତମାନଙ୍କ ସହିତ ମଧ୍ୟ ତାହା ହୁଏ। ନାସ୍ତିକମାନଙ୍କ ସହିତ ମଧ୍ୟ ତାହା ହୁଏ। ସେମାନେ ଶୂନ୍ୟତାକୁ ଯାଆନ୍ତି। ଶୂନ୍ୟତାର ଅର୍ଥ ଅବିଦ୍ୟମାନ। ଏହାର ଅର୍ଥ ଆପଣ ଅବିଦ୍ୟମାନ ହୋଇଯାଆନ୍ତି। ଏହା ଏକ ପ୍ରକାରର ଭସ୍ମୀଭୂତ ହେବା। ଆପଣ ଶେଷ ହୋଇଯାଆନ୍ତି। ଏହା ହେବାରେ କୌଣସି କ୍ଷତି ନାହିଁ। କିଛି ଲୋକ ଏହା ଚାହାନ୍ତି। ସେମାନେ ଏହା ହେବାକୁ ଭଲ ପାଆନ୍ତି ଏବଂ ସେମାନଙ୍କ ସହିତ ତାହା ହେବ। ବଶିଷ୍ଠ ଅଦ୍ୱୈତଙ୍କ ପରି ବ୍ୟକ୍ତି, ଯିଏ ରାମାନୁଜଙ୍କର ଅନୁଗାମୀ, ମାଧବଙ୍କର ଅନୁଗାମୀ ଦୈତ୍ୟମାନେ ପରମ ଜ୍ୟୋତିଙ୍କ ଭିତରେ ପ୍ରବେଶ କରିବେ। ସେଠାରେ ସେମାନେ ତାଙ୍କ ଈଶ୍ୱରଙ୍କୁ ଦେଖିବେ। ଯଦିଓ ସେ ହେଉଛନ୍ତି ପରମ ଜ୍ୟୋତି, ସେମାନେ ପୂଜା କରୁଥିବା ଦେବତାଙ୍କର ରୂପ ନେଇ ପ୍ରତ୍ୟକ୍ଷ ହୁଅନ୍ତି। ଖ୍ରୀଷ୍ଟିଆନ ଓ ମୁସଲମାନ ମାନେ ପରମ ଜ୍ୟୋତିଙ୍କ ଭିତରକୁ ଯାଆନ୍ତି। ଯେତେବେଳେ ବୌଦ୍ଧ ଧର୍ମାବଲମ୍ବୀମାନେ, ହିନ୍ଦୁମାନେ, ଆଦି ଶଙ୍କରଙ୍କର ଅନୁଗାମୀ ଅଦ୍ୱୈତମାନେ ସମସ୍ତେ ଶୂନ୍ୟତା ଭିତରକୁ ଯାଆନ୍ତି, ଆପଣ ଚାହିଁଲେ ପରମ ଜ୍ୟୋତିଙ୍କ ଭିତରକୁ ଯାଇପାରନ୍ତି କିମ୍ବା ଶୂନ୍ୟତା ଭିତରକୁ ଯାଇପାରନ୍ତି। ଆପଣ ଯାହା କଲେ ବି
आम पई ठीक अछि किंतु आमे आपण फेरी आसीबाकू चाहुनाहु अनेक उच्चतर लोक अछि आपण सेठाकू जाई पारंती अवश्य महान कथा हेउची परम ज्योति बा शून्यता भीतर को जीवा वर्तमान आमको सेई अनुभूति को पुनर्निर्माण करिवार अछि जदि आपण वर्तमान एहिठारे मृत्यु लाभ करिवे ताहा आपणक निकट को आसीबो आमे एहा ही करिबाकू चेष्टा करूछु तेणु आपणक मृत्यु पई अपेक्षा करी आपणक परम ज्योतिंक निकट को नेई तापरे आपणक शून्यता किंबा परम ज्योतिंक भीतर को किंबा अन्य लोक को जीवाकू देवा अपेक्षा आमे आपण जीवित थिबा अवस्थारे आपण को सही अनुभूति देई सही कार्य समाप्त करिबाकू चाहूछु एथिपाई ही आमे चेष्टा करूछु 150 वर्ष तले रामलिंग स्वामी कहिथिले जे परम ज्योति दीपरे आसीबे जहाँ से कहिथिले ठीक सही परी परम ज्योति दीपरे आसीबाकू आरंभ करिसंती रामलिंग स्वामी निजे मध्य परम ज्योतिंक भितरे आसीबे बोली कहिथिले अनेक क्षेत्र रे आपण माने रामलिंग स्वामी को परम ज्योतिंक भितर देखंती तांकर पादक मध्य आपण परिष्कार भावरे देखंती आपण जीवित थिबा बेले आपण मृत्यु समय कौन अनुभव करिवे आपण को सही अनुभूति देई आमे सुवर्ण युग को आनिबा को चेष्टा करूछु आमे जे सब प्रक्रिया गुडक करूछु ताहा सेति पई प्रस्तुति जेते बेले आपण परम ज्योति को देखिबे ए विश्व विषय रे आपणकर भिन्न धारणा आसीबो मु आपण मान को कहि चलिछि जे एही विश्व बा ब्रह्मांड को आपण जहाँ भावुछंती ताहा ठीक नुहे मु अधिक कहिले निरर्थक हेब बौद्धिक रूप रे आपण अनुभव करि पारंती एहा ठीक अछि किंतु जेतेबेले आपण परम ज्योतिंक सहित सामना सामनी हुअंती ए ब्रह्मांड किपरि एहा प्रकृति रे कोण एवं आपण जहाँ भावुछंती ब्रह्मांड ताहा नुहे बोली जानी परिबे आमे निस्वार्थ प्रेम उपरे कहि चलिछु मु आगरु कहिछि जे परम करुणा परम ज्योतिंक भितरे प्रवेश करिबा पाई निस्वार्थ प्रेम होछि एक टिकेट सेठारे केवल प्रेम ही अछि तेणु सही प्रकार प्रेम आपण प्राप्त करिबा पाई आमे चेष्टा करूछु आपणक परिवारर सदस्य मानक सहित सही प्रकार प्रेम को अनुभव करिबा पाई आरंभ करंती एवं ताहार परिधि की बढ़ांतु परिशेष रे जीवजंतु और गछलता प्रति मध्य सही प्रकार प्रेम को अनुभव करंतु निस्वार्थ प्रेम केवल मनुष्य मानक पई उद्दिष्ट नुहे यह सारा सृष्टि पई उद्दिष्ट ताहा घटिबा पई आपण को परम ज्योतिंक सहित सामना सामनी हेबा को हेबो जहा आपण को मृत्यु परे घटिबो अवश्य वर्तमान आपण माने सठिक मार्ग रे अछंती जदि आपण भूल मार्ग रे रहिबे आपण परम ज्योतिंक उपस्थिति रे थिले मध्य यह घटिबो नाही तेणु आपण परम ज्योतिंक प्रति ठीक भाबरे स्पंदित होंतु ताहा आमे निश्चित हेबाकू चाहूछु तापरे सबु शिक्षा आपण मानक पई सत्य और वास्तव होई जिवो आपण निस्वार्थ प्रेम को आविष्कार करिवे आपणक भितरे असीम कृतज्ञता मध्य भरी जिवो आपणक भितरु सबु प्रकारर भय चली जिवो आपण आनंद रे भरी जिवे एही आनंद एक भिन्न प्रकारर आनंद ए सबु आपणक सहित घटिबो एहा मानव जीवनर अर्थ दुर्भाग्यवशत एही ग्रह रे यह एक समय थिला अवश्य यह अनेक कारक गुड़िक उपरे निर्भर करे यह चली जाइछि किंतु वर्तमान यह बहुत बड़ आकार रे फेरी आसीबो सेथिपाई आपणक मृत्यु को अपेक्षा न करी आमको
ଆପଣଙ୍କୁ ପ୍ରସ୍ତୁତ କରିବାକୁ ହେବ। ଯେମିତି ହେଉ ଏହା ଘଟିବ, କିନ୍ତୁ ସେତେବେଳେ ଏହି ଗ୍ରହରେ ସୁବର୍ଣ୍ଣ ଯୁଗ ନଥିବ। ଆମେ ଏହି ଗ୍ରହରେ ସୁବର୍ଣ୍ଣ ଯୁଗ ଚାହୁଁଛୁ। ତେଣୁ ଦୀପରେ ପରମ ଜ୍ୟୋତିଙ୍କୁ ଦେଖିବା ଠାରୁ ଆରମ୍ଭ କରି ଧୀରେ ଧୀରେ ଆପଣ ଓ ପରମ ଜ୍ୟୋତିଙ୍କ ଭିତରେ ଏକ ବନ୍ଧନକୁ ସ୍ଥାପନ କରି ପରମ ଜ୍ୟୋତିଙ୍କୁ ଅଧିକ ଶକ୍ତିଶାଳୀ କରୁଛୁ, ଯେଉଁଥିରେ ଆପଣଙ୍କ ସହିତ ଏହିସବୁ ଅନୁଭୂତି ଘଟିବ ଏବଂ ସବୁ ଶିକ୍ଷା ଗୁଡ଼ିକ ଆପଣଙ୍କ ପାଇଁ ବାସ୍ତବିକତା ହୋଇଯିବ। ଆପଣଙ୍କର ବାସ୍ତବିକତା ଉପରେ ସମ୍ପୂର୍ଣ୍ଣ ଭୁଲ ଧାରଣା ଅଛି, କାରଣ ଆପଣଙ୍କ ଧାରଣା ଗୁଡ଼ିକ ମୂଳତଃ ବିଜ୍ଞାନରୁ ଆସିଛି। ବିଜ୍ଞାନର କୌଣସି ଧାରଣା ନାହିଁ। ଆପଣଙ୍କ ଭିତରେ ଭୁଲ ଜିନିଷ ଭରି ଯାଇଛି, ଯାହା କେବଳ କଥାବାର୍ତ୍ତା ଦ୍ୱାରା ଯିବ ନାହିଁ। ଆପଣଙ୍କୁ ପ୍ରକୃତରେ ଏହାକୁ ଅନୁଭବ କରିବାକୁ ହେବ। ଉଦାହରଣ ସ୍ୱରୂପ ମୁଁ କହିବି, ସ୍ଥାନ ନାହିଁ, କାଳ ନାହିଁ। ବର୍ତ୍ତମାନ ଆପଣଙ୍କୁ ଏହା କିପରି ଅନୁଭବ କରାଯିବ? କିନ୍ତୁ ପରମ ଜ୍ୟୋତିଙ୍କର ଉପସ୍ଥିତିରେ ଆମେ ପ୍ରକୃତରେ ଆପଣଙ୍କୁ ଦେଖାଇ ପାରିବୁ। ଆପଣ ପ୍ରକୃତରେ ଅନୁଭବ କରିବେ ଯେ ସ୍ଥାନ ନାହିଁ, କାଳ ନାହିଁ। ମୁଁ ମଧ୍ୟ ଆପଣଙ୍କୁ କହିଛି ଯେ ଅତୀତ, ବର୍ତ୍ତମାନ କିମ୍ବା ଭବିଷ୍ୟତ ଭଳି କିଛି ନାହିଁ। ତାହା କେବଳ ଏକ ଭ୍ରମ ଯେ ଆମେ ଏକା ସାଙ୍ଗରେ ଚାଲୁଛୁ। କିନ୍ତୁ ତାହେଲେ ତାହା ବୁଝିବା ଆପଣଙ୍କ ପାଇଁ କିପରି ସମ୍ଭବ? ପରମ ଜ୍ୟୋତିଙ୍କ ସାମ୍ନାରେ ଆପଣ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ ଏକା ସାଙ୍ଗରେ ଚାଲୁଥିବାର ଦେଖିବେ। ଆପଣ ଆପଣଙ୍କର ଅତୀତ ଜୀବନକୁ ଦେଖିପାରିବେ। ଯଦି ଏହି ଗ୍ରହରେ ଆପଣଙ୍କ ପାଇଁ ଏକ ଭବିଷ୍ୟତ ଜୀବନ ଆସିବାକୁ ଯାଉଛି, ଆପଣ ଭବିଷ୍ୟତ ଜୀବନକୁ ମଧ୍ୟ ଦେଖିପାରିବେ। କାରଣ ଯଦି ଏହା ଅଛି, ଏହା ଏକା ସାଙ୍ଗରେ ଚାଲୁଛି। ଆପଣମାନେ ସମସ୍ତେ ବର୍ତ୍ତମାନରେ ଅଛନ୍ତି। ତେଣୁ ସମସ୍ତ ଜିନିଷ ବଦଳିଯାଏ। କେବଳ ସେତିକି ନୁହେଁ, ଆପଣଙ୍କର ଅତୀତ ଜୀବନ ସବୁ କ'ଣ ଥିଲା ତାହା ଆପଣ ଦେଖନ୍ତି। ଆପଣଙ୍କର କେତେ ପିତା ଥିଲେ, କେତେ ମାତା ଥିଲେ, ବେଳେବେଳେ ଆପଣ କିପରି ଜଣେ ମହିଳା ଥିଲେ, ବେଳେବେଳେ କିପରି ଆପଣ ଜଣେ ପୁରୁଷ ଥିଲେ, ଆପଣ ସବୁ କିଛି ଦେଖିପାରିବେ। ଯାହା ସବୁ ଆପଣ ଦେଖିବେ ତାହା ସମ୍ପୂର୍ଣ୍ଣ ରୂପେ ଅଲଗା। ଆପଣଙ୍କର କେତେ ପତ୍ନୀ ଥିଲେ, କେତେ ସ୍ୱାମୀ ଥିଲେ, କେତେ ସନ୍ତାନ ଥିଲେ, ତାହା ଦେଖିପାରିବେ। ପୁରା କଥା ହେଉଛି ଏକ ଡ୍ରାମା ଏବଂ ଆପଣ ପ୍ରକୃତରେ ବର୍ତ୍ତମାନ ଅନୁଭବ କରିବେ ଯାହା ଆପଣ 1000 ବର୍ଷ ପୂର୍ବେ ଅନୁଭବ କରିଥିଲେ। ଆପଣ ସମସ୍ତେ ଏକ ସମୟରେ ଅଛନ୍ତି। ଆପଣ ପ୍ରକୃତରେ ପଛକୁ ଫେରି ଯାଇଛନ୍ତି। ଧରନ୍ତୁ 10,000 ବର୍ଷ ପୂର୍ବକୁ, ଯେତେବେଳେ ଆପଣ ଜଣେ ଶିକାରୀ ଥିଲେ, ଆପଣ ତାହା ଅନୁଭବ କରିପାରିବେ। ଆପଣ କିଛି ହଜାର ବର୍ଷ ଆଗକୁ ଯାଇପାରିବେ ଏବଂ ଏହା କିପରି ଦେଖିପାରିବେ। ଯଦି ଆପଣ ପୂର୍ବଜନ୍ମ ନେବାକୁ ଯାଉଛନ୍ତି, ତାହା ମଧ୍ୟ ଆପଣ ଦେଖିପାରିବେ। ଆପଣଙ୍କର ସମ୍ପୂର୍ଣ୍ଣ ଧାରଣା ବଦଳିଯିବ ଏବଂ ଆପଣ ଆବିଷ୍କାର କରିବେ ଯେ କେବଳ ପ୍ରେମ ହିଁ ଅଛି, ଅନ୍ୟ କିଛି ନାହିଁ। ଆପଣ ମୋତେ ଏବଂ ମୁଁ ବୋଲି କିଛି ନାହିଁ। ସମସ୍ତ ପ୍ରକାର ନିର୍ବୋଧତା ଅଦୃଶ୍ୟ ହୋଇଯିବ। ତାହା ହେଉଛି ମାୟା, ଯେଉଁଥିରେ ଆପଣ ଅଟକି ଯାଉଛନ୍ତି। ଏହା ଆପଣଙ୍କ ପାଇଁ କ'ଣ ଅର୍ଥ ବହନ କରେ? ଏହା ଶାରୀରିକ ଦୁଃଖ କିମ୍ବା ମାନସିକ ଦୁଃଖ କିମ୍ବା ଆଧ୍ୟାତ୍ମିକ ଦୁଃଖ ହୋଇପାରେ। ଏହି ସମସ୍ତ 3ଟି ପ୍ରକାରର ଦୁଃଖ ମିଳିତ ଭାବରେ ସର୍ବଦା ସମାନ ରହିବ। ଦୁଃଖ ଅଛି। ସେହି ଦୁଃଖକୁ ଦୂର କରିବା ପାଇଁ ଆମକୁ ଆପଣମାନଙ୍କୁ ଶକ୍ତିଶାଳୀ ଭାବରେ ପରମ ଜ୍ୟୋତିଙ୍କ ସାମ୍ନାକୁ ଆଣିବାକୁ ପଡ଼ିବ। ଛୋଟ ଭାବରେ ଆରମ୍ଭ କରି ଆମକୁ ଆପଣ ଓ ପରମ ଜ୍ୟୋତିଙ୍କ ଭିତରେ ତୀବ୍ର ପାରସ୍ପରିକ କ୍ରିୟା କରିବାକୁ ପଡ଼ିବ, ଯାହା ଆବଶ୍ୟକ। ଆପଣ ଆପଣଙ୍କର ସମସ୍ତ ପ୍ରଶ୍ନ ପଚାରିବେ ଏବଂ ପରମ କରୁଣା
परम ज्योति ताहार उत्तर देबे। आपण आउ केबे हेले सही समान व्यक्ति हेबे नाही। आपण चली जिबे। आपण चली जिबा पई मूलतः जने अदरकारी व्यक्ति। आपण निजकु देखि परिबे। आपण निज भितरे समस्त सतकोप, समस्त निर्बोधता एवं आवर्जना थिबार देखि परिबे। एहा आपणकर सचेतन मनरे, अचेतन मनरे एवं अचेतन मनरे पूर्ण होई अछि। एहाकु सफा करिबाकु आपणकु परम ज्योतिंक सहित अति निकटतर ओ मुहामुही हेबाकु हेबो। एथिपाई आपण केते समय नेबे? आपणकर समस्त धारणा, दृष्टिकोण सबु किछि धोई जाउछि। आपण परिष्कार एवं शुद्ध हुअन्तु। सेतेबेले आपण जानिबे जे बंचिबा कोण। ताहा हेउछि एक प्रकार कथाबार्ता, एक प्रकार छोट अनुभूति। अंतिम कथा हेउछि आपणकु सेठाकु आनिबा। वर्तमान आमे 81,000 लोक आवश्यक करुछु। अवश्य वर्तमान अनेक लोक यार निकटतर हेउछन्ति। जदि आमे 81,000 लोकंक पई ताहा करि परिबा, हठात आपण देखिबे जे समग्र मानव जाति बदली जाइछन्ति। प्राय स्वयंचलित भावरे यह बदली जीव। सेमाने जानिबे नहीं कि आपण अछन्ति, मात्र सेमाने परिवर्तित हेबे। विश्वरे परिवर्तन हेबो, किंतु जेते संभव चेष्टा करंतु। आमे एपर्यंत अधा संख्यारे पहुंचीबाकु मध्य सक्षम होई नाहु, किंतु आमे संघर्ष छाड़िबु नाही। आमे कार्य जारी रखिबु। आमे आगकु माड़ी चलिबु। केते बेले हेले कौनसी स्थान रे आमे सही संख्यारे पहुंचीबु। यह केवल किछि मासर कथा। समग्र विश्व परिवर्तित हेबो। यह गोटे संभावना। मात्र अन्य संभावना हेउछि जेतेबेले विपर्य आरंभ हेबो। एही 81,000 किछि हेबो नाही। तमिल रे गोटे कथा अछि जार अर्थ हेउछि कार्य संपादन करिबा पई आपण जने बड़ किंबा सानो भाई सही अनुजाई करि परिबे नाही। आपणकु विपर्यर सम्मुखीन हेबाकु पड़िबो। थरे विपर्य आसिले जो मानकु स्वर्ग को जिबाकु थिबो सेमाने स्वर्ग को जिबे। जो मानकु नरक को जिबार थिबो सेमाने नरक को जिबे बा अन्य कौनसी लोक को जिबे। जो माने परम ज्योतिंको पाखकु जिबा उचित सेमाने परम ज्योतिंको पाखकु जिबे। एवं जो माने जगत को परिवर्तन करिबाकु रहिबे सेमाने रहिबे। एणु एही परिणाम हेबो। आमे देखिबाकु चाहिबु जे विपर्य हेबो नाही एवं एहा जदि हेबो सर्वनिम्न हेबो। किंतु आमे जेते संभव चेष्टा कले भी ताहा बहुत कष्टकर मने हुए। तेणु एहिटारे आमे अछु। तेणु एही कार्यर लक्ष्य हेउछि सुवर्ण युग प्रतिष्ठा करिबा। आपणकु परम ज्योतिंक सहित बा ईश्वरंक सहित मुहामुही करी आमे एहा करिबु। आमे एठारे केउ ईश्वरंक विषय कहूछु? आमे परम ज्योतिंक विषय कहूछु, जिए जेकौनसी रूप नहीं परिबे। आपण सीधा सड़ख आपण ईश्वर को देखिबे नाही। आपण परम ज्योति को ही देखिबे। आपण निजर ईश्वर को खोजिबे। तापरे परम ज्योति आपण ईश्वर रूप नेबे। ख्रिस्टियन मानक पाई से जीशु ख्रीष्ट भर्जिन मेरी को रूप नेबे। मुसलमान मानक पाई से भिन्न रूप नेबे। बौद्ध धर्मावलंबी मानक पाई से बुद्धंकर रूप मध्य नहीं परिबे। आपणक पाई से कुलदेव, इष्टदेव बा जो ईश्वर को आपण पूजा करुछंती तांकर रूप नेबे। जो रूप भी हेउ सेथिरे परम करुणा परम ज्योति ही थांती। सेथिपाई रामलिंग स्वामी प्रथमे मुर्गा को
ତାପରେ ଶିବଙ୍କୁ ଏବଂ ପରିଶେଷରେ ପରମ ଜ୍ୟୋତିକୁ ପୂଜା କଲେ। ତେଣୁ ଆପଣମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ନିଜର ମାର୍ଗ ଅଛି ଏବଂ ପ୍ରତ୍ୟେକ ମାର୍ଗ ହେଉଛି ଉତ୍ତମ, କିନ୍ତୁ ସବୁ ମାର୍ଗର ଗନ୍ତବ୍ୟ ଭିନ୍ନ। କିଛି ମାର୍ଗ ଆପଣଙ୍କୁ ବୃହତ୍ ଶୂନ୍ୟତାକୁ ନେଇଯିବ, ଯେଉଁଠାରେ ଆପଣ ଭସ୍ମୀଭୂତ ହୋଇଯିବେ। ଏହା ସମ୍ପୂର୍ଣ୍ଣ ମୁକ୍ତି। ଏହା ବୌଦ୍ଧ ଧର୍ମାବଲମ୍ବୀମାନଙ୍କ ପାଇଁ। ହିନ୍ଦୁ ଧର୍ମ ହେଉଛି ମୂଳତଃ ସ୍ୱାଧୀନତା। ଅନ୍ୟମାନେ ଆପଣଙ୍କୁ ନିର୍ଦ୍ଦିଷ୍ଟ ମାର୍ଗରେ ନେଇଯିବେ। ଆପଣ କ'ଣ ପସନ୍ଦ କରନ୍ତି ତାହା ଚୟନ କରିପାରିବେ। ଆମେ ଏହି ବିଷୟରେ ପରେ ଅଧିକ କଥା ହେବା, ଆଜିର ଦର୍ଶନରେ ନୁହେଁ। ଦ୍ୱିତୀୟ ପ୍ରଶ୍ନ। ପ୍ରିୟ ଶ୍ରୀ ଭଗବାନ, ଆମେ ଜାଣିଛୁ କି ରହସ୍ୟବାଦୀମାନେ ଅତୀତ ଏବଂ ଭବିଷ୍ୟତ ସହିତ ଅନ୍ୟ ଲୋକକୁ ଯାତ୍ରା କରିପାରନ୍ତି। କ'ଣ ଆଗାମୀ ଭବିଷ୍ୟତରେ ବିଜ୍ଞାନର ସହାୟତାରେ ଏହା କରିବା ସମ୍ଭବ କି? ଶ୍ରୀ ଭଗବାନଙ୍କ ଉତ୍ତର। ରହସ୍ୟବାଦୀ ଲୋକମାନଙ୍କ ମଧ୍ୟରୁ ଏବେ ମଧ୍ୟ ସେଭଳି କିଛି ଲୋକ ଦକ୍ଷିଣ ଭାଗରେ ଜୀବିତ ଅଛନ୍ତି, ଯେଉଁମାନେ ଅତୀତକୁ ଯାତ୍ରା କରିପାରନ୍ତି। ସେମାନେ 100 ବର୍ଷ, 200 ବର୍ଷ ଏବଂ 1000 ବର୍ଷ ତଳକୁ ଯାଇ ସେଠାରେ ପ୍ରକୃତରେ କ'ଣ ଘଟିଥିଲା ତାହା ଜାଣିପାରନ୍ତି। ସେଠାରେ ସେମାନେ ବସବାସ କରନ୍ତି। ସେମାନେ ଭବିଷ୍ୟତକୁ ମଧ୍ୟ ଯାତ୍ରା କରିପାରନ୍ତି। ସେମାନେ ଆଗାମୀ 100 ବର୍ଷ ବା 300 ବର୍ଷ ବା 1000 ବର୍ଷ ପରେ କ'ଣ ସବୁ ଘଟିବାକୁ ଅଛି ସବୁ ଦେଖିପାରନ୍ତି। ତତ୍ ସହିତ ସେମାନେ ଅଲଗା ଲୋକକୁ ମଧ୍ୟ ଯାତ୍ରା କରିପାରନ୍ତି। ସେପରି ବହୁତ ଲୋକ ରହିଛି ଯେଉଁ ଲୋକକୁ ସେମାନେ ଯାତ୍ରା କରିପାରନ୍ତି। ଏବେ ପ୍ରଶ୍ନ ହେଉଛି ଯେ କ'ଣ ବିଜ୍ଞାନ ବା ପ୍ରଯୁକ୍ତି ବିଦ୍ୟା ଭବିଷ୍ୟତରେ ଏଥିରେ ଆମକୁ ସାହାଯ୍ୟ କରିପାରିବ? ଏହାର ଉତ୍ତର ହେଉଛି ହଁ। ସିଦ୍ଧ ଲୋକମାନେ କେମିତି ଅତୀତ ବା ଭବିଷ୍ୟତକୁ ଯାଇପାରନ୍ତି, ଆପଣ ସେମାନଙ୍କର ଭିଡ଼ିଓକୁ ଦେଖନ୍ତୁ। ସେମାନେ ଅନେକ ସ୍ଥାନରେ ପ୍ରକଟିତ ହୋଇଥାନ୍ତି। ଆପଣ ଏହା ଦେଖିପାରିବେ ଯେ ପ୍ରକୃତରେ କ'ଣ ହେଉଛି। ସେମାନେ ସେମାନଙ୍କ ନିଶ୍ୱାସ ପ୍ରକ୍ରିୟା ଉପରେ କାମ କରନ୍ତି। ଶ୍ୱାସ ପ୍ରକ୍ରିୟା ହିଁ ଏହାର ଚାବିକାଠି। ଏହାର କମ୍ପନ ବଦଳିଥାଏ। ଏହି ବିଶ୍ୱ ବ୍ରହ୍ମାଣ୍ଡ କ'ଣ? ଏହା କେବଳ ଏକ କମ୍ପନ ମାତ୍ର। ଅନେକ ପ୍ରକାରର କମ୍ପନର ସମ୍ମିଶ୍ରଣ। ଏକ ବିଶିଷ୍ଟ ପ୍ରକାରର କମ୍ପନ ହେଉଛି ସୁନା। ସେହିପରି ଅନ୍ୟ ଏକ ପ୍ରକାରର କମ୍ପନ ହେଉଛି ମାଟି। ଏକ ପ୍ରକାରର କମ୍ପନ ହେଉଛି ହାତୀ। ଅନ୍ୟ ଏକ ପ୍ରକାରର କମ୍ପନ ହେଉଛି ସାପ। ତେଣୁ ସବୁକିଛି ଶେଷରେ ସେହି କମ୍ପନରେ ହିଁ ସୀମିତ। ସେମାନଙ୍କର ତାଙ୍କ ଶ୍ୱାସ ଉପରେ ଏପରି ନିୟନ୍ତ୍ରଣ ଥାଏ ଯେ ସେମାନେ ନିଜର କମ୍ପନକୁ ବଦଳାଇ ପାରନ୍ତି। ଏକ ସ୍ୱତନ୍ତ୍ର ପ୍ରକାରର କମ୍ପନ ସେମାନଙ୍କୁ ଅତୀତର ଯାତ୍ରା କରାଇଥାଏ। ଧରନ୍ତୁ ସେମାନେ ପୃଥିବୀର 1000 ବର୍ଷ ତଳକୁ ଯିବାକୁ ଚାହୁଁଛନ୍ତି, ସେମାନେ ତତ୍କ୍ଷଣାତ୍ ଏହା କରିପାରିବେ। ସେହିପରି ସେମାନେ କମ୍ପନ ବଦଳାଇ ଭବିଷ୍ୟତକୁ ଯାଇପାରନ୍ତି। ସମାନ ଭାବରେ ସେମାନେ ଅନ୍ୟ ଲୋକକୁ ମଧ୍ୟ ଯାତ୍ରା କରିପାରନ୍ତି। ପରିଶେଷରେ ସବୁ କିଛି ହେଉଛି କମ୍ପନ। ଧରି ନିଅନ୍ତୁ ଆପଣ ଏକ ବସ୍ତୁକୁ ଦେଖୁଛନ୍ତି। ଯଦି ଆପଣ ଏହାର କମ୍ପନକୁ ପରିବର୍ତ୍ତନ କରିପାରିବେ, ତେବେ ଏହାର ଅତୀତ, ଭବିଷ୍ୟତ ଅବା ଅନ୍ୟ କୌଣସି ଲୋକକୁ ଅଦୃଶ୍ୟ ହୋଇଯିବ। ଅନେକ ବର୍ଷ ତଳେ ଯେତେବେଳେ ଆମେ ଦାସମାନଙ୍କ ପାଇଁ ଏକ ବିଶେଷ ପ୍ରକ୍ରିୟା କରୁଥିଲୁ, ଆମେ ବସ୍ତୁ ବା ପଦାର୍ଥ ଗୁଡ଼ିକ ଅନ୍ୟ ଲୋକକୁ ଅଦୃଶ୍ୟ ହେବାର ଦେଖିଛୁ। ଉଦାହରଣ ସ୍ୱରୂପ ଆପଣ ଦେଖୁଥିବା ସୋମ ହେଉଛି ଅନ୍ୟ ଲୋକରୁ ଆସିଥିବା ପଦାର୍ଥ। ତେଣୁ ଏହା ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ। ଏହା ଏହି ଲୋକରୁ ଅନ୍ୟ ଲୋକକୁ, ଅତୀତକୁ ବା ଭବିଷ୍ୟତକୁ ଯାତ୍ରା କରିପାରିବ। ତେଣୁ ପଦାର୍ଥ ଗୁଡ଼ିକ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରିବ।
ब्रिटिश लोक मानक एक समूह जहाँकर नाम जोशिस थिला सेमानक आगरे एक परीक्षण करा जाइथिला। सेमानकु अन्य लोक को पठा जाइथिला। बेले बेले एक बाघ मध्य तांको सहित थिला। ए सबुर प्रमाण अछि। आसंता काली सेमाने एहिपरि एक जान तैयारी करने को समर्थ होई पारंती एवं धरंतु ताहा हेउछि एक अंतरिक्ष जान। जदि आपण सही अंतरिक्ष जानर कंपन को बदलाई पारिबे एवं आपण जदि ता भितरे बसिबे आपणक कंपन मध्य बदली जीवो। सही अंतरिक्ष जान अतीत को यात्रा करि परिबो एवं भविष्यत को मध्य जाई परिबो। तेणु विज्ञान एहाकु आगामी भविष्यत रे करिबा को समर्थ हेबा संभव। मात्र एहार सूत्र हेउछि आपण को तार कंपन को बदलाइबा को पड़िबो। आपण एहा करि परिले आपण सफल हेबे। एहा आपण किपरि करिबे ताहा विषय रे एबे मु आपण को किछि कहिबि नाही। तृतीय प्रश्न, प्रिय श्री भगवान यूफो गुड़िक कौन? श्री भगवान को उत्तर, वर्तमान मु एही कथा कहूथिली जदि आपण कंपन को परिवर्तन करती आपण अतीत को जाई पारंती किंबा भविष्यत को मध्य जाई पारंती। आपण माने जानती जे यूफो गुड़िक हेउछंती अनआइडेंटिफाइड फ्लाइंग ऑब्जेक्ट्स, अज्ञात उड़ंता वस्तु। एही यूफो गुड़िक मध्यरु अनेक हेउछि केवल गोटे प्रकार गैस बेलून किंबा किछि ध्वंसावशेष किंबा एक प्रकार विमान किंबा यूफो परि देखा जाउथिबा किछि जिनिस। तेणु अनुसंधानकारी माने सेमानक मध्यरु अनेक को केवल अस्पष्ट बोली खंडन करिसंती एवं सेमाने अन्य कौनसी जगतर नुहंती बोली कहिसंती। पृथ्वी ग्रह रे ही यह घटिछि किंतु एपरि मध्य किछि घटना अछि जेउठारे आपण एहाकु सेपरि व्याख्या करि परिबे नाही। सेगुड़िक हेउछि प्रकृत यूफो किंतु आपण जानी रखंतु कि यूफो गुड़िक गत 10 वर्ष अबा 100 वर्ष धरी आसु नाहंती। सेमाने विगत हजार हजार वर्ष धरी पृथ्वी को आसुछंती। हजार हजार वर्ष धरी सेमाने समग्र विश्व सारा आसी अछंती। एही यूफो मानक गुड़िक मध्यरु अनेक हेउछि मुख्यतः मानसिक अद्भुत अपरूप घटना जेमिति आपण अनुभव करती। आपण देखुथिबा यूफो मध्य संपूर्ण भौतिक होई पारे एवं आपण को भौतिक वस्तु मध्य प्रदान करि पारे किंतु यह एक मानसिक घटना अटे एवं यह को लोक माने सृष्टि करुछंती। केते समय सुनामी केवल लोक मानक द्वारा सृष्टि होई थाए। आपण वर्षा को बंद करि परिबे ओ वर्षा आनी मध्य पारिबे। आपण झड़ को नियंत्रण करि परिबे। आमे प्रायतः लोकंक प्रार्थना व्यवहार करी यह करिछु किंतु लोक माने विशेष करी जेतेबेले मानसिक अवसाद रे थांती, जेतेबेले युद्ध किंबा विनाशर भय रे थांती, सेमाने एक यूफो को देखि पारंती। जेतेबेले सेमाने खुशी हुअंती सेमाने एते अधिक देखंती नाही। जेतेबेले सेमाने उदास हुअंती एवं जेतेबेले सेमाने जंत्रणा भोगंती सेमाने एक यूफो को देखंती। सेमाने एक मानसिक अद्भुत अपरूप घटना को सृष्टि करती किंतु यार अर्थ नुहे जे एपरी घटना भौतिक नुहे। यह मध्य भौतिक हुए। यह आपण को एपरी वस्तु देई पारे जहाँ संपूर्ण वास्तव। तेणु यह अछि किंतु मुख्यतः आमे जो यूफो गुड़िक विषय कहूछु सेगुड़िक हेउछि लोक मानकर अन्य लोकरु विशेष करी भविष्यत्रु सेमानकर निजर अतीत को परिदर्शन। सही यूफो गुड़िक जो माने तळु को आसुछंती सेमाने भविष्यत्रु ओल्हाउछंती। मु आपण को कहिछि अतीत
ବର୍ତ୍ତମାନ ଏବଂ ଭବିଷ୍ୟତ ସବୁକିଛି ସମାନ। ସେମାନେ ସବୁ ଏକ ସମୟରେ ଚାଲୁଛନ୍ତି, ତେଣୁ ସେମାନେ ଡେଇଁ ପଡ଼ୁଛନ୍ତି। ସେମାନେ କିପରି ଡେଇଁବେ? ସେମାନଙ୍କର ୟୁଫୋ, ସେମାନଙ୍କର ଅନ୍ତରିକ୍ଷ ଯାନ ଏକ ଭିନ୍ନ ଭାବରେ କମ୍ପନ ହେଉଛି, ତେଣୁ ସେମାନେ ତାହା ପ୍ରାପ୍ତ କରୁଛନ୍ତି ଏବଂ ସେମାନେ ଅତୀତକୁ ପରିଦର୍ଶନ କରିବାକୁ ଆସୁଛନ୍ତି। ଆମେ ହେଉଛୁ ସେମାନଙ୍କ ଅତୀତ, ତେଣୁ ସେମାନେ ଆମ ପାଖକୁ ଆସୁଛନ୍ତି ଏବଂ ସେମାନଙ୍କର କମ୍ପନ ଅଲଗା ଥିବାରୁ ସେମାନଙ୍କର ଗତି ଅସୀମ। ସେମାନେ କେବଳ ଏକ କ୍ଷଣରେ ଅଦୃଶ୍ୟ ହୋଇପାରନ୍ତି। ଆପଣ ସେମାନଙ୍କୁ ସେଠାରେ ଦେଖନ୍ତି ଏବଂ ଆପଣ ଯେମିତି ସେମାନଙ୍କ ନିକଟକୁ ଯିବା ପାଇଁ ଚେଷ୍ଟା କରନ୍ତି, ସେଗୁଡ଼ିକ ଅଦୃଶ୍ୟ ହୋଇଯାଆନ୍ତି। ତତକ୍ଷଣାତ୍ ସେମାନେ ଅଦୃଶ୍ୟ ହୋଇପାରନ୍ତି, କାରଣ ତାହା ହେଉଛି ତାଙ୍କର ଗତି। ଏହା ଭ୍ରମଣର ଏକ ସାଧାରଣ ମାର୍ଗ ନୁହେଁ, କମ୍ପନର ଏକ ପରିବର୍ତ୍ତନ। ତେବେ ପ୍ରଶ୍ନ ହେଉଛି, ୟୁଫୋ ଗୁଡ଼ିକ କ'ଣ? ସେମାନେ ମୂଳତଃ ଆପଣଙ୍କ ଭବିଷ୍ୟତରୁ ଆସନ୍ତି। ସେମାନେ ଆପଣଙ୍କର ଭବିଷ୍ୟତରୁ ସେମାନଙ୍କ ଅତୀତକୁ ଡେଇଁ ପଡ଼ୁଛନ୍ତି। ସେମାନଙ୍କର ଅତୀତ ଆମେ, ସେମାନେ ଭବିଷ୍ୟତରୁ ଆସୁଛନ୍ତି। କେବଳ ସେମାନେ ଆସୁଛନ୍ତି। ଆପଣ ଜାଣନ୍ତି, ସେମାନେ ଅତୀତକୁ ଦେଖିବାକୁ ଚାହାନ୍ତି। ଅଧିକାଂଶ ୟୁଫୋ ଗୁଡ଼ିକ ସେହିପରି। ଯଦି ଆସନ୍ତାକାଲି ଆମେ ବିଜ୍ଞାନର ସହାୟତାରେ ସେହିପରି ୟୁଫୋ ଗୁଡ଼ିକୁ ନିର୍ମାଣ କରିପାରିବା, ଆମେ ମଧ୍ୟ ଆମର ଅତୀତକୁ ଯାତ୍ରା କରିପାରିବା। ଆମେ ମଧ୍ୟ ଭବିଷ୍ୟତକୁ ଯାଇପାରିବା। ଯେକୌଣସି ଉପାୟରେ ଆପଣ ଯାଇପାରିବେ ଏବଂ ସେଠାରୁ ଡେଇଁପାରିବେ। ଆପଣ ପ୍ରକୃତରେ ନର୍କ ପରିଦର୍ଶନ କରିବେ। ଆପଣ ସ୍ୱର୍ଗ ମଧ୍ୟ ପରିଦର୍ଶନ କରିପାରିବେ। ତାହା ମଧ୍ୟ ସମ୍ଭବ। ଏହା ଭ୍ରମ ହେଲେ ମଧ୍ୟ ପରିଶେଷରେ ଆପଣଙ୍କ ଅନୁଭବ ଭୌତିକ ଅଟେ। ଏହା ଏକ ଭ୍ରମ ଏବଂ ସବୁକିଛି କେବଳ ଏକ ଭ୍ରମ। ଏପରିକି ଏହି ପୃଥିବୀ ମଧ୍ୟ ଏକ ଭ୍ରମ। ଆପଣ ଏକ ଭ୍ରମ, ମୁଁ ଏକ ଭ୍ରମ। ଏଥିରେ କୌଣସି ଯାଏ ଆସେ ନାହିଁ। ଏହି ଅନୁଭବ ସମ୍ପୂର୍ଣ୍ଣ ଭୌତିକ। ଚତୁର୍ଥ ପ୍ରଶ୍ନ। ପାଦ ପ୍ରଣାମ ପ୍ରିୟ ଭଗବାନ। ଯେହେତୁ ପରମ ହେଉଛି ଅଜ୍ଞାତ ଓ ଅଜ୍ଞେୟ, ଆମେ ନିଜ ଜୀବନ ସହିତ କ'ଣ କରିବୁ? ଶ୍ରୀ ଭଗବାନଙ୍କ ଉତ୍ତର। ପରମ ଶବ୍ଦଟିକୁ ମନେ ରଖନ୍ତୁ। ପରମ ବୋଲି କିଛି ରହିବାର ଅଛି, ଯାହା ଅଜ୍ଞାତ ଓ ଅଜ୍ଞେୟ। ଆପଣଙ୍କୁ ଏହା ସହିତ କ'ଣ କରିବାର ଅଛି? ଆପଣଙ୍କୁ ଏହା ସହିତ କିଛି କରିବାର ନାହିଁ। ସେଥିପାଇଁ ଏହାକୁ ସେମିତି ରଖିଦିଅନ୍ତୁ। ଆପଣଙ୍କୁ କେବଳ ଜ୍ଞାତ ସାରରେ ଥିବା ଏବଂ ସାଧାରଣ ଜିନିଷରେ ମନୋନିବେଶ କରିବାର ଅଛି। ଆପଣ ଆପଣଙ୍କ ପତ୍ନୀଙ୍କୁ, ସନ୍ତାନମାନଙ୍କୁ, ବୃତ୍ତିକୁ, ଟଙ୍କାକୁ, ଖାଦ୍ୟକୁ ଜାଣନ୍ତି। ଏସବୁ ଅଛି ଯାହା ବିଷୟରେ ଆପଣଙ୍କୁ ଜ୍ଞାତ ଅଛି। ଏସବୁ ବ୍ୟତୀତ ଆପଣ କ'ଣ ଜାଣିଛନ୍ତି? ଆପଣ କ'ଣ ଅନ୍ୟ ପରିମାପ ବିଷୟରେ ଜାଣନ୍ତି? ସେ ବିଷୟରେ ଆପଣ ଜାଣନ୍ତି ନାହିଁ। ତାହେଲେ ଆପଣ କିପରି ଅଜ୍ଞାତ ବିଷୟରେ ଜାଣିବେ? ଏହି ଶବ୍ଦଟି ହିଁ ଅଜ୍ଞାତ। ଆମେ ସ୍ପଷ୍ଟ କରୁଛୁ ଯେ କେହି କହିଥିଲେ, କାଲି ମୁଁ ଏହି ବିଷୟରେ ଜାଣିବି। ଆପଣ ଏପରି ଭାବିବା ଉଚିତ ନୁହେଁ। ଏହା ଅଜ୍ଞେୟ, ତେଣୁ ଆପଣଙ୍କୁ ଏହା ସହିତ କିଛି କରିବାର ନାହିଁ। ଆପଣ ଶାନ୍ତ ରହିବା ଉଚିତ। ନଚେତ୍ ଆପଣ ଜାଣିବାକୁ ଚାହିଁବେ, ଆପଣ ଶାନ୍ତ ରହିପାରିବେ ନାହିଁ। ଆପଣ ବୁଝିବା ଉଚିତ ଯେ ଆପଣ କିଛି କରିପାରିବେ ନାହିଁ। କାହିଁକି ଆପଣ ଅଯଥାରେ ଆପଣଙ୍କର ସମୟ ନଷ୍ଟ କରୁଛନ୍ତି? ଟଙ୍କା ରୋଜଗାର କରନ୍ତୁ, ଭଲରେ ଖାଆନ୍ତୁ, ଏକ ସୁନ୍ଦର ପରିବାର, ବନ୍ଧୁବର୍ଗ, ପରିଜନଙ୍କ ଗହଣରେ ନିଜକୁ ଉପଭୋଗ କରନ୍ତୁ। ଆପଣ ବ୍ୟବହାରିକ ଓ ବାସ୍ତବବାଦୀ ହୁଅନ୍ତୁ। ଆପଣଙ୍କ ନାକ ଓ ଶ୍ୱାସକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଆପଣ ଭ୍ରୂଲତାଦ୍ୱୟ ମଧ୍ୟରେ ଧ୍ୟାନ କରନ୍ତୁ। ଆପଣଙ୍କ ଆଖି ଚକିତ ହୋଇଯିବ। ଏ ଦୁନିଆ ବହୁତ ସୁନ୍ଦର ଏବଂ ଆଜି ଆମ ପାଖରେ ବିଭିନ୍ନ ଖାଦ୍ୟ ଅଛି। ଅବଶ୍ୟ
ଜଙ୍କ ଖାଦ୍ୟ ପରିହାର କରି ଏହାକୁ ଉପଭୋଗ କରିବାର ଅଛି। ଖୁସି ହେବା ପାଇଁ ଅନେକ ମାଧ୍ୟମ ରହିଛି। ଆଜିକାଲି ଟଙ୍କା ରୋଜଗାର କରିବା ମଧ୍ୟ ସହଜ ହୋଇଯାଇଛି। ସେଥିପାଇଁ ଆପଣଙ୍କର ସାଧାରଣ ଜ୍ଞାନ ଥିବା ଆବଶ୍ୟକ। ଆପଣ ଟଙ୍କା ରୋଜଗାର କରିପାରିବେ, ଏହା କଠିନ କାର୍ଯ୍ୟ ନୁହେଁ। ଆପଣ ଜାଣନ୍ତି ସୁଖ ଅଛି, ଏହା ହେଉଛି ବାସ୍ତବିକତା ଏବଂ ଅନ୍ତିମ ସତ୍ୟ। ଏସବୁ ଭୁଲି ଯାଆନ୍ତୁ, ଅନ୍ୟ କିଛି କରନ୍ତୁ। ଆପଣ ହିମାଳୟକୁ ଯାଇପାରନ୍ତି, ଅବଶ୍ୟ ଅନେକ ଲୋକ ଯାଇଛନ୍ତି। ସେମାନେ କ'ଣ ପାଇଛନ୍ତି? ସେମାନଙ୍କ ମଧ୍ୟରୁ ଶହ ଶହ ଲୋକମାନେ ସିଦ୍ଧିଲାଭ କରିଛନ୍ତି। ଆପଣ ଭାବିବା ଉଚିତ ନୁହେଁ ଯେ ସିଦ୍ଧି ହେଉଛି ବିରଳ, ଅସାଧାରଣ। ଆପଣ ସେଠାକୁ ଯାଇ ସିଦ୍ଧି ପାଇପାରନ୍ତି। ଆପଣ ସିଦ୍ଧର ମଲାଇ ବା ଅନେକ ସ୍ଥାନକୁ ଯାଇ ତାହା ପାଇପାରିବେ, କିନ୍ତୁ ତାହା କି ଦରକାରରେ ଆସିବ? ବାସ୍ତବ ଜୀବନ ଏହିଠାରେ ହିଁ ଅଛି। ସେଥିପାଇଁ ଆମେ କହୁଛୁ ପରମ ହେଉଛି ଅଜ୍ଞାତ ଏବଂ ଅଜ୍ଞେୟ। ପଞ୍ଚମ ପ୍ରଶ୍ନ, ପ୍ରିୟ ଭଗବାନ, ପରମ ସତ୍ୟ ଅଜ୍ଞାତ ଏବଂ ଅଜ୍ଞ ବୋଲି ଶ୍ରୀ ଭଗବାନ କାହିଁକି କୁହନ୍ତି? ଶ୍ରୀ ଭଗବାନଙ୍କ ଉତ୍ତର, ମୁଁ ଅଜ୍ଞାତ ଓ ଅଜ୍ଞ ବିଷୟରେ କୁହେ, ଯାହା ଫଳରେ ଆପଣ ଶାନ୍ତ ହୋଇଯିବେ। କିନ୍ତୁ ଯେତେବେଳେ ମୁଁ ଏ ବିଷୟରେ ଅଧିକ କହିବି, ଆପଣ ତାହା ଜାଣିବା ପାଇଁ ଅଧିକ ଘାରି ହେବେ। ଦେଖନ୍ତୁ, ଏହା ହେଉଛି ଅଜ୍ଞାତ ଓ ଅଜ୍ଞେୟ, କାରଣ ତାହା ଆପଣ କେବଳ ଭାବନା ଦ୍ୱାରା ଜାଣିପାରିବେ। କିନ୍ତୁ ଯେଉଁଠାରେ ସ୍ଥାନ ଓ କାଳ ନାହିଁ, ସେଠାରେ ଭାବନା କାର୍ଯ୍ୟ କରେ ନାହିଁ। ଏହା କେବଳ ସ୍ଥାନ ଓ କାଳ ଦ୍ୱାରା ଅନୁବନ୍ଧିତ। ଯଦି ଏହି ଅଜ୍ଞାତ, ଏହା ହିଁ ପରମ। ଏହାକୁ ସ୍ଥାନ ଓ କାଳର ପରିସରରୁ ଊର୍ଦ୍ଧ୍ୱରେ ରହିବାର ଅଛି। ଯଦି କୌଣସି ଜିନିଷ ସ୍ଥାନ ଓ କାଳର ପରିସର ଭିତରେ ଅଛି, ତେବେ ତା ପୂର୍ବରୁ ତାହା ଅନ୍ୟ କିଛି ଥିଲା। ତେଣୁ ଏହା ପରମ ନୁହେଁ, କାରଣ ପରମ ହେବା ପାଇଁ ଏହାକୁ ସ୍ଥାନ ଓ କାଳର ଊର୍ଦ୍ଧ୍ୱରେ ରହିବାର ଅଛି। ଯଦି କୌଣସି ଜିନିଷ ସ୍ଥାନ ଓ କାଳର ଊର୍ଦ୍ଧ୍ୱରେ ଥାଏ, ତାହେଲେ ଭାବନା ତାହାକୁ ବୁଝିପାରେ ନାହିଁ। ବୁଝିବା ପାଇଁ ଭାବନା ସବୁବେଳେ ସ୍ଥାନ ଓ କାଳ ଆବଶ୍ୟକ କରେ। କିନ୍ତୁ ଯଦି ଏହା ପରମ, ଏହାକୁ ସ୍ଥାନ ଓ କାଳର ଊର୍ଦ୍ଧ୍ୱରେ ରହିବାକୁ ହେବ। ତେଣୁ ଆପଣ ତାହା ପାଖରେ କୌଣସି ମାର୍ଗରେ ପହଞ୍ଚି ପାରିବେ ନାହିଁ। ଆପଣ ଏହାକୁ ବୁଝିବା ପାଇଁ ଭାବନା ଆବଶ୍ୟକ କରନ୍ତି, କିନ୍ତୁ ଏହା ସ୍ଥାନ ଓ କାଳର ଊର୍ଦ୍ଧ୍ୱରେ। ମୁଁ ଏକଥା ଏଥିପାଇଁ ବୁଝାଉଛି କି ଯେପରି ଆପଣଙ୍କ ଭିତରୁ ଘାରି ହେବା ଚାଲିଯିବ। ଆପଣ ଯାହା ଜାଣିଛନ୍ତି ତାହା ସହିତ ବାସ୍ତବବାଦୀ ହୋଇଯିବେ। ସେଥିପାଇଁ ଆମେ କହୁ, ପରମଜ୍ୟୋତି ହେଉଛନ୍ତି ଏମିତି କେହି ଯାହାଙ୍କୁ ଆପଣ ନିଜ ପାଇଁ ନିଶ୍ଚିତ ଦେଖନ୍ତୁ, ଅନୁଭବ କରନ୍ତୁ, ତାଙ୍କ ସହ କଥା ହୁଅନ୍ତୁ ଏବଂ ତାଙ୍କ ସହ ଯାଆନ୍ତୁ। ତା ନହେଲେ କ'ଣ ଅର୍ଥ ଅଛି? ଆପଣ ବୃହତ ଶୂନ୍ୟତାକୁ ଯିବାକୁ ପ୍ରସ୍ତୁତ ହୁଅନ୍ତୁ। ବୌଦ୍ଧ ଧର୍ମରେ ସେହି ବୃହତ ଶୂନ୍ୟତା ଅଛି, ଯେଉଁଠାରେ ଆପଣଙ୍କର ଅସ୍ତିତ୍ୱ ସମ୍ପୂର୍ଣ୍ଣ ବିଲୋପ ହେବା ବା ଆପଣ ଭସ୍ମୀଭୂତ ହୋଇଯିବେ। ଏହା ହେଲେ ଆପଣ ଶେଷ ହୋଇଯିବେ। ଆପଣ ଏହି ଶୂନ୍ୟତାକୁ ଚୟନ କରିପାରନ୍ତି। ବୌଦ୍ଧ ଧର୍ମାବଲମ୍ବୀମାନେ ଏହାକୁ ଚୟନ କରନ୍ତି। ବୌଦ୍ଧ ମନ୍ଦିରମାନଙ୍କ ଉପରେ ଆପଣ ଏହି ଶୂନ୍ୟତାର ପ୍ରତୀକକୁ ଦେଖିପାରିବେ। ଏହାଦ୍ୱାରା ବୁଦ୍ଧ କ'ଣ କରିବାକୁ ଚେଷ୍ଟା କରନ୍ତି? ସେ ପରମ ସତ୍ୟକୁ ଖୋଜି ପାଇବା ପାଇଁ ଚେଷ୍ଟା କରୁଥିଲେ। ପରମ ସତ୍ୟ ଅଜ୍ଞ ବୋଲି ସେ ଜାଣିଲେ। ତେଣୁ ସେ ଶୂନ୍ୟତାକୁ ସେହିଠାରେ ରଖି ଶୂନ୍ୟତା ଭିତରକୁ ଚାଲିଗଲେ। ସେଥିପାଇଁ ଯେଉଁ ବୁଦ୍ଧଙ୍କୁ ଆପଣ ଦେଖୁଛନ୍ତି, ସେ ସେହି ବୁଦ୍ଧ ନୁହନ୍ତି।
से हेउछन्ति परम ज्योति जिए आपणक पाई बुद्धंक रूपरे प्रत्यक्ष होइछन्ति। से भस्मीभूत नुहंती। एहार अर्थ कौन? आपण आपणक कृष्णंकु रामंकु गोविंदंकु भेटिबे सेमाने भस्मीभूत नुहंती। श्री परम ज्योति सही रूपरे प्रत्यक्ष हेउछन्ति। षष्ठ प्रश्न, प्रिय श्री भगवान अतीत किंबा भविष्य थिबा परि मने हुए, वर्तमान केउठारे अछि? श्री भगवान को उत्तर, हाँ, यह मध्य अनेक लोकों को असुविधारे पकाउथिबा परि मने हेउछि। मु भाबुछि आम लोक माने सबु कथार गभीरता को जाउछन्ति। सेथिपाई आमे अतीत वर्तमान और भविष्यत विषय कथा हेउ। वर्तमान देखिबा ए सबु कौन? मूलतः यह हेउछि अतीत जहा वर्तमान मध्य देई भविष्यत आड़कू प्रवाहित हेउछि। यह किपरि हेउछि? भावना द्वारा। भावना प्रवाहित होइथाए। वास्तव रे भावना अतीत व्यतीत अन्य किछि नुहे, किंतु यह निजको भविष्यत रूपे मध्य चित्रित करिपारिबो। यह अतीतरु वर्तमान मध्य दे भविष्यत को प्रवाहित हुए। तेणु अतीत किंबा भविष्यत नाही, केवल वर्तमान अछि जहा माध्यम रे यह प्रवाहित हेउछि। कौन प्रवाहित हेउछि? अतीत अबा जहा भविष्यत होई जाइछि ताहा आपणक भितरे प्रवाहित हेउछि। तेणु कौनसी वर्तमान मध्य नाही, अतीत नाही किंबा भविष्यत नाही, केवल वर्तमान अछि। आपण कौन देखुछन्ति? अतीत ना भविष्यत? तेणु कौनसी वर्तमान मध्य नाही। मने करंतु आपण भावना माध्यम रे अतीत किंबा भविष्यत को जानती नाही। आपण वर्तमान रे रुहंती। सबु किछि अदृश्य होई जाए, सबु किछि चाली जाए। तेणु यह आपणक पाई किछि शिक्षणीय रुचि होई पारे, मात्र यह वास्तव रे आपणको साहाय्य करिबो नाही। वास्तव रे साहाय्य हेउछि हृदय पुष्पित हेबा। यह निश्चित प्रेम एवं ब्रह्मांड को बुझीबारे पूर्ण हेबार अछि। यह केवल परम ज्योति ही आपणक पई करि परिबे, अर्थात ईश्वरंक सहित सामना सामनी हेबा। एही कार्य आपणकु आपणक ईश्वरंक सहित सामना सामनी करिबो। अवश्य आपणक भितरे किछि भल विचार अछि, किछि भल संस्कार अछि। आपण एहा एवं ताहा मध्यरे फरक जानिछन्ति, किंतु वास्तव दृष्टिरू एहार कौनसी प्रयोजन नाही। सप्तम प्रश्न, प्रिय श्री भगवान सोम ग्रहण करिबार प्रक्रिया कौन? श्री भगवान को उत्तर, सोम ग्रहण करने को हेले प्रथमे किछि समय पई आपण निज भीतर को देखिबा आवश्यक। आपण माने निश्चित भावरे सही कला को आयत्त करिबारे पारंगम होई जाइथिबे। लोक माने निज भीतर को देखु नाहंती, सेमाने सबुबेले बाहर को देखुछंती। किंतु आपणक मन भितर कौन चलीछि? अनेक गुड़िए भावना आसुछि एवं
ପ୍ରବାହିତ ହୋଇଯାଉଛି। ଆପଣଙ୍କ ଭିତରେ ଈର୍ଷା ଭାବନା ବହୁତ ସାଧାରଣ। ଆପଣଙ୍କ ଭିତରେ କ୍ରୋଧ, ଲୋଭର ଭାବନା, ସବୁ ପ୍ରକାରର ନିରର୍ଥକ ଭାବନା ବହୁମାତ୍ରାରେ ରହିଛି। ଏହା ଆପଣଙ୍କ ବୃତ୍ତି। ଆପଣଙ୍କ ଭିତରେ କିଛି ଭଲ ଜିନିଷ ମଧ୍ୟ ଅଛି, କିନ୍ତୁ ଆପଣଙ୍କ ଭିତରେ ଯେଉଁ ଖରାପ ଜିନିଷ ଘଟୁଛି ତାର କାରଣ ଆପଣଙ୍କ ଭିତରେ ଥିବା ଖରାପ ଗୁଣ। ମୁଁ ଏହାକୁ ଭଲ ବା ଖରାପ କୁହେ ନାହିଁ, ମାତ୍ର ଆପଣମାନଙ୍କ ସୁବିଧା ପାଇଁ ମୁଁ ସେହି ଶବ୍ଦର ପ୍ରୟୋଗ କରୁଛି। ଏହା ଆପଣଙ୍କ ଭିତରେ ଅଛି, କିନ୍ତୁ ଆପଣ ସେଗୁଡ଼ିକୁ ଦେଖିବା ପାଇଁ ଅତ୍ୟନ୍ତ ଭୟ କରୁଛନ୍ତି। ଆପଣ ସେଗୁଡ଼ିକୁ ଆଦୌ ଦେଖନ୍ତି ନାହିଁ। ଆପଣ ଭାବୁଛନ୍ତି ଆପଣ କେବଳ ଭଲ, ଅନ୍ୟ ସମସ୍ତେ ଖରାପ। ଏହା ଆପଣଙ୍କ ମୌଳିକ ଚିନ୍ତାଧାରା। ଆପଣ କେବେ ହେଲେ ନିଜକୁ ଦେଖନ୍ତି ନାହିଁ। ଆପଣଙ୍କ ଭିତରେ ବହୁତ ଭୟ ଅଛି, ଯେହେତୁ ଆପଣ ଅତୀତ ବିଷୟରେ ଚିନ୍ତା କରନ୍ତି, ଆପଣ ଭବିଷ୍ୟତ ବିଷୟରେ ଚିନ୍ତା କରନ୍ତି। ଆପଣ ବର୍ତ୍ତମାନରେ କେଉଁଠି ଅଛନ୍ତି? ଆପଣ କେଉଁଠି ହେଲେ ବର୍ତ୍ତମାନରେ ନାହାନ୍ତି। ବର୍ତ୍ତମାନରେ କିଛି ନାହିଁ। ତେଣୁ ଏସବୁ ତମାସା, ଏସବୁ ଆଡ଼ମ୍ବର ଯାହା ବି ଚାଲିଛି ତାହା ଆପଣଙ୍କ ସତ୍ୟ ଅଟେ। ଆପଣ ଏହାକୁ ଦେଖିବା ପାଇଁ ଧ୍ୟାନ ଦିଅନ୍ତି ନାହିଁ। ଆପଣ ଏସବୁ ଦେଖିବା ପାଇଁ ବ୍ୟସ୍ତ ନୁହନ୍ତି। କିନ୍ତୁ ଯଦି ଆପଣ ପ୍ରକୃତରେ ଆଧ୍ୟାତ୍ମିକ ଶକ୍ତିର ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ତେବେ